ଖୁଲଜା ସିମ୍ ସିମ୍ କାହାଣୀ ଭଣ୍ଡାରରୁ ବାହାରିଥିବା ଆଜିର କାହାଣୀର ନାମ ହେଉଛି ଶିଶିର ରଖିଲା ଆମ୍ବ। ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ଶିଶିରକୁ ଆମ୍ବ ପସନ୍ଦ। ଏହି ଗରମରେ ଆମ୍ବ ଖରାପ ହୋଇଯିବ। ଶିଶିର ତାକୁ ରଖିବା ପାଇଁ ଚାହେଁ। ବାପା ଶିଶିରକୁ କହିଲେ, ଯଦି ତୁମେ ଆମ୍ବରୁ ପାଣି ବାହାର କରିଦେବ ତେବେ ଏହା ଖରାପ ହେବ ନାହିଁ। ଜୀବାଣୁ ପାଣି ବିନା ରହିପାରିବେ ନାହିଁ। ସେ କହିଲେ, ମୁଁ ଆମ୍ବରୁ ପାଣି କେମିତି ବାହାର କରିବି? ଶିଶିର ପଚାରିଲା। ସେଥିରେ ଲୁଣ ପକାଇ, ବାପା କହିଲେ। ଏହାପରେ ବାପା ଏବଂ ଶିଶିର ଆମ୍ବ ଗୁଡ଼ିକୁ ଖରାରେ ଶୁଖାଇବା ପାଇଁ ରଖିଦେଲେ। ସେମାନେ କାଚର ଏକ ଜାରରେ ଅଳ୍ପ ତେଲ ନେଇ ସେଥିରେ ଆମ୍ବ ପକାଇଦେଲେ। ତେଲ ଜୀବାଣୁ ଗୁଡ଼ିକୁ ଆମ୍ବ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦିଏ ନାହିଁ। ବାପା, ଆମେ ତ ଆଚାର ତିଆରି କରିଦେଲେ, ଶିଶିର କହିଲା।